ରାମାୟଣରେ 7 ଜଣ ଶ୍ରେଷ୍ଠ ଅଛନ୍ତି। ଏମିତି ଆଜ୍ଞା ଶ୍ରେଷ୍ଠ ଚରିତ୍ର ଅଛନ୍ତି ରାମାୟଣରେ 7 ଜଣ। ପ୍ରକୃତରେ ତାଙ୍କ ନିକଟରେ ଶ୍ରେଷ୍ଠତ୍ୱ ଥିଲା। ତେବେ ଆପଣମାନଙ୍କ ମନରେ ପ୍ରଶ୍ନ ଉଠିବ, ପ୍ରକୃତରେ ଇଏ ପବିତ୍ର ରାମାୟଣ, ଯେଉଁ ରାମାୟଣ ମାନବ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ଆଜ୍ଞା ରଚନା ହେଇଛି, ରାମାୟଣ ମଧ୍ୟରେ ଯେତିକି ଶିକ୍ଷା ମାନବ ସମାଜ ପ୍ରତି, ମଣିଷ ପ୍ରତି ଯେଉଁ ଶିକ୍ଷା ପ୍ରଦାନ କରାଯାଇଛି, ଏମିତି ଶାସ୍ତ୍ର ଆଜ୍ଞା ଯେତେ ଶାସ୍ତ୍ର ରଚନା ହେଇଛି, ଏମିତି ଶିକ୍ଷା ଏବଂ ଏମିତି ସଂସ୍କାର କୋଉ ଶାସ୍ତ୍ରରେ ଆଜ୍ଞା ନାହିଁ। ତେବେ ଆଜି ଆପଣ ମାନଙ୍କ ଆଗରେ ପୁରାଣ ରହସ୍ୟ ମାଧ୍ୟମରେ ପ୍ରକାଶ କରିବେ ଆଜ୍ଞା ରାମାୟଣରେ ଶ୍ରେଷ୍ଠ 7 ଚରିତ୍ର। ଏ ରାମାୟଣରେ ଯେଉଁ ଶ୍ରେଷ୍ଠ 7 ଜଣ ଅଛନ୍ତି, ଏମାନଙ୍କର ବିକଳ୍ପ ନାହିଁ। ସୃଷ୍ଟିରେ ଆଜ୍ଞା ଯେତେ କଲ୍ୟାଣ ହୋଇଛି, ଯେତେ ଶାସ୍ତ୍ର ରଚନା ହେଇଛି, ଯେତେ ମର୍ମବାଣୀ, ଯେତେ ଗୂଢ଼ ରହସ୍ୟ କଥା ଉନ୍ମୋଚନ କରାଯାଇଛି, କିନ୍ତୁ ରାମାୟଣ ଭଳି এই 7 ଜଣକୁ ଯେଉଁ ଶ୍ରେଷ୍ଠତ୍ୱ ପ୍ରଦାନ କରିଛନ୍ତି, ସେମାନେ ହେଉଛନ୍ତି ଆଜ୍ଞା ଶ୍ରେଷ୍ଠ। ତାଙ୍କର ବିକଳ୍ପ ଚରିତ୍ର ଆଉ ପ୍ରାୟ କୌଣସି ଶାସ୍ତ୍ରରେ ନାହିଁ। ତେବେ ଆସନ୍ତୁ ଜାଣିବା ରାମାୟଣ ମଧ୍ୟରେ କୋଉ 7 ଜଣଙ୍କର ଶ୍ରେଷ୍ଠତ୍ୱ ତାଙ୍କୁ ପ୍ରଦାନ କରାଯାଇଛି। ସେ ହେଉଛନ୍ତି ଆଜ୍ଞା ମୁଖ୍ୟ। ପ୍ରଥମରେ ଏକରେ ହେଲେ ଆଜ୍ଞା ନରଶ୍ରେଷ୍ଠ ରଘୁନାଥ। ଯେତେବେଳେ ରାମ ଠାକୁର ଜନ୍ମ ଗ୍ରହଣ କରିଥିଲେ, ଦୁଷ୍ଟ ନିବାରି ସନ୍ଥ ପାଳୁତୁ ନାଥ ପରମ ଦୟାଳୁ, ଯୁଗେ ଯୁଗେ ଅବତାର ଅବନି ଭାରା ନିବାର, ଦୁଷ୍ଟ ନିବାରଣ କରି ସନ୍ଥ ପାଳନ କରିବା ପାଇଁ ବା ଧର୍ମ ସଂସ୍ଥାପନ କରିବା ପାଇଁ ଯୁଗେ ଯୁଗେ ପ୍ରଭୁଙ୍କର ଆବିର୍ଭାବ ଧରାବକ୍ଷରେ ହୁଏ। ଯୁଗରେ ଯେତେବେଳେ ଧର୍ମ ରାଜ୍ୟ ପ୍ରତିଷ୍ଠା କରିବା ପାଇଁ ଅଧର୍ମର ପ୍ରାଦୁର୍ଭାବ ବଢିଲା, ସେ ଅଧର୍ମକୁ ବିନାଶ କରି ଧର୍ମକୁ ପ୍ରତିଷ୍ଠା କରିବା ପାଇଁ ସ୍ୱୟଂ ପ୍ରଭୁ ରାଜ ବଲୋଚନ ରାମ ଠାକୁର ଧରାବକ୍ଷକୁ ଆସିଲେ। ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ 4 ଅଂଶରେ ଅବତାର ଗ୍ରହଣ କଲେ। କିନ୍ତୁ ଯୋଉ କର୍ମ, ଯୋଉ ଶିକ୍ଷା ପ୍ରଦାନ କରିଛନ୍ତି ପ୍ରଭୁ ରାଜ ବଲୋଚନ ରାମ, ସେ ରାମଙ୍କ ଭଳି ଶ୍ରେଷ୍ଠତ୍ୱ କେହି ପ୍ରତିପାଦନ କରିପାରି ନାହାନ୍ତି। ନରଶ୍ରେଷ୍ଠ ରଘୁନାଥ ବୋଲି ତାଙ୍କୁ ଶ୍ରେଷ୍ଠତ୍ୱ ପ୍ରଦାନ କରାଯାଇଛି। ଖାଲି ଏତିକି ନୁହେଁ, କୌଣବ ଶ୍ରେଷ୍ଠ ରାବଣ। କୌଣବ କୂଳରେ ଭାରି ଆଜ୍ଞା, କୌଣବ ବୋଇଲେ ରାକ୍ଷସ। ଏ କୌଣବ କୂଳରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି। ରାବଣ ହେଉଛନ୍ତି ପ୍ରକୃତରେ ଶ୍ରେଷ୍ଠ। ଆପଣ କହିବେ, ରାବଣ ଏତେ ଅନ୍ୟାୟ ଅତ୍ୟାଚାର କରିଛି ରାମାୟଣ ମଧ୍ୟରେ ଯେ ଖଳନାୟକ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ସିଏ କେମିତି ଶ୍ରେଷ୍ଠତ୍ୱ ପ୍ରାପ୍ତି ହେଲେ? ନା ଖଳନାୟକର କର୍ମ କରିଥିଲେ ମଧ୍ୟ ଯୋଉ ମହତ୍ କର୍ମ ମଧ୍ୟ ରାବଣ ରାମାୟଣ ମଧ୍ୟରେ କରିଛନ୍ତି, ତାଙ୍କର ତାର ତୁଳନାତ୍ମକ କଥା ନାହିଁ। ଆପଣ କହିବେ ପ୍ରମାଣ? ଦେଖନ୍ତୁ ଆଜ୍ଞା, ସୀତା ଚୋରି କଲା ପରେ ସୀତାଙ୍କୁ ଉଦ୍ଧାର କରିବା ପାଇଁ ଯେତେବେଳେ ସେତୁ ବନ୍ଧ ନିର୍ମାଣ ସରିଯାଇଛି ବାନର ସେନାଙ୍କ ସହାୟତାରେ, ସେତୁ ବନ୍ଧ ନିର୍ମାଣ ହୋଇଛି, ସେ ସେତୁ ବନ୍ଧକୁ ପ୍ରତିଷ୍ଠା କରିବା ପାଇଁ ରାମ ଠାକୁର ଯେତେବେଳେ ପତ୍ରଟେ ଲେଖି ପ୍ରେରଣ କଲେ ଦଶଶିର ରାବଣ ନିକଟ, ରାବଣ ସେତୁ ବନ୍ଧ ପ୍ରତିଷ୍ଠା କରିବା ପାଇଁ ହୁଏତ ବାରଣ କରିପାରିଥାନ୍ତି। କାହିଁକି ନା ଯୋଉ ରାବଣକୁ ବିନାଶ କରି ଜାନକୀଙ୍କୁ ଉଦ୍ଧାର କରିବା ପାଇଁ ସେତୁ ବନ୍ଧ କଳ୍ପନା କରି ସେତୁ ବନ୍ଧ ନିର୍ମାଣ ହୋଇଛି, ରାବଣ କଣ ଜାଣିପାରୁନାହାନ୍ତି ଯେ ମୋ ମୃତ୍ୟୁ କାମନା କରି ରାମ ଇଏ ସେତୁ ବନ୍ଧ କରିଛନ୍ତି? ତଥାପି ସେଦିନ ଆଜ୍ଞା ସେତୁ ବନ୍ଧ ପ୍ରତିଷ୍ଠା କରିବା ପାଇଁ ପୁରୋହିତ ଭାବରେ ଆସିଥିଲେ ଦଶଶିର ରାମ।
ଏହା ତାଙ୍କର ମହତ ଗୁଣ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାର ଗୋଟିଏ ନିଶ୍ଚିତ ଭାବରେ ବ୍ୟତିକ୍ରମ କର୍ମକୁ ମଧ୍ୟ ସେଦିନ ସେ ସମ୍ପାଦନ କରିଥିଲେ, ଯୋଉଟା କରିବା କଥା ନୁହେଁ। ପ୍ରାଣ ସଙ୍କଟାପନ୍ନ ହେବ, ପ୍ରାଣ ବିନାଶ ମୁଖକୁ ଯିବ, ଏ କଥା ଜାଣି ସୁଦ୍ଧା ସେଦିନ ସେତୁ ବନ୍ଧ ପ୍ରତିଷ୍ଠା କରିବା ପାଇଁ 10 ଗ୍ରୀବ ରାବଣ ଆସି ଯେତେ ଅନ୍ୟାୟ କର୍ମରେ ସମ୍ପୃକ୍ତ ରହିଲେ ମଧ୍ୟ କିଛି କର୍ମ ନ୍ୟାୟୋଚିତ ଭାବରେ ମଧ୍ୟ କରିଛନ୍ତି 10 ଶିର ରାବଣ। ତେଣୁ କୌରବ ଶ୍ରେଷ୍ଠ ରାବଣ ବୋଲି କୁହାଯାଇଛି। ରାକ୍ଷସ କୁଳର ମୌନମଣି, ରାକ୍ଷସ କୁଳର ଶ୍ରେଷ୍ଠତ୍ୱ ଦିଆଯାଇଛି ରାବଣ। ଖାଲି ଏତିକି ନୁହେଁ, ତୃତୀୟରେ ବାନର ଶ୍ରେଷ୍ଠ ବାଳିଞ୍ଚ, ଯୋଉ ବାନର ରାଜବାଳୀ, ବାଳୀଙ୍କୁ ବଦ୍ଧ କରିବା ପାଇଁ ପ୍ରଭୁଙ୍କୁ ଆଜ୍ଞା ବୃକ୍ଷ ଆଡୁଆଳରେ ଲୁଚିବାକୁ ପଡିଥିଲା। ସେ ବାଳୀ ଯେତେ ଅନ୍ୟାୟ ଅପକର୍ମ କଲେ ମଧ୍ୟ ଏମିତି ଶକ୍ତି ଥିଲା ବାଳୀ ନିକଟରେ, ଶତ୍ରୁ ଭାବରେ ଯିଏ ଲଢେଇ କରିବା ପାଇଁ, ସଂଗ୍ରାମ କରିବା ପାଇଁ ତାଙ୍କ ନିକଟକୁ ଆସିବ, ତାର ଅର୍ଦ୍ଧେକ ଶକ୍ତି ହରଣ ହବ ଆଜ୍ଞା ବାଳୀ ନିକଟକୁ ଚାଲି ଆସେ। ଏତେ ଶକ୍ତିର ଅଧିକାରୀ ସେ ଥିଲେ। ତେଣୁ ଆଜ୍ଞା ବାନର ଶ୍ରେଷ୍ଠ ବାଳୀ ବୋଲି କୁହାଯାଏ। ଚତୁର୍ଥରେ ଖାଲି ଏତିକି ନୁହେଁ, ଭକ୍ତ ଶ୍ରେଷ୍ଠ ପାଦାତ୍ମଜ। ଭକ୍ତ ଶ୍ରେଷ୍ଠ ହଉଛନ୍ତି ହନୁମାନ। ଭକ୍ତ ହନୁମାନ ହଉଛନ୍ତି ଆଜ୍ଞା ଭକ୍ତ ଶ୍ରେଷ୍ଠ। ପ୍ରଭୁଙ୍କର ସେବା କରିବା ପାଇଁ ଯିଏ ବ୍ରତୀ ହୋଇଛନ୍ତି, ଆଜ୍ଞା ମାତ୍ରକେ ଆଜ୍ଞା 7 ସମୁଦ୍ରକୁ ଲଙ୍ଘନ କରି ଜାନକୀଙ୍କୁ ଯିଏ ଠାବ କରିବା ପାଇଁ ଯାଇଥିଲେ, ଲକ୍ଷ୍ମଣର ଶକ୍ତି ଭେଦ ସମୟରେ ପ୍ରଭୁଙ୍କର ବାକ୍ୟକୁ ରକ୍ଷା କରି ପ୍ରଭୁଙ୍କର ଦାସାନୁଦାସ ଭାବରେ ଲକ୍ଷ୍ମଣଙ୍କୁ ବଞ୍ଚେଇବା ପାଇଁ ଯିଏ ଆଜ୍ଞା ଯାଇଥିଲେ, ବିଶଲ୍ୟକରଣୀ ଉଦ୍ଦେଶ୍ୟରେ ଗନ୍ଧମାର୍ଦ୍ଦନକୁ ଉତ୍ପାଟନ କରି ଯିଏ ଆଣିଥିଲେ ଆଜ୍ଞା ଇଏ ଲକ୍ଷ୍ମଣକୁ ବଞ୍ଚେଇବା ପାଇଁ। ତେଣୁ ଇଏ ରାମାୟଣ ମଧ୍ୟରେ ଯେମିତି ଭାବରେ ସେବା କରିଛନ୍ତି ହନୁମାନ, ପ୍ରଭୁ ରାମଙ୍କର ସେବାରେ ନିୟୋଜିତ ଅଛନ୍ତି। ତେଣୁ ଭକ୍ତ ମଧ୍ୟରେ ଶ୍ରେଷ୍ଠତ୍ୱ ତାଙ୍କୁ ପ୍ରତିପାଦନ କରାଯାଇଛି। ଭକ୍ତ ଶ୍ରେଷ୍ଠ ପାଦାତ୍ମଜ। ଖାଲି ଏତିକି ନୁହେଁ, ସୌମିତ୍ରୀ ଶ୍ରେଷ୍ଠ ଭ୍ରାତାଞ୍ଚ। ଲକ୍ଷ୍ମଣକୁ ଶ୍ରେଷ୍ଠ ଭ୍ରାତା ଭାବରେ ଆଖ୍ୟା ଦିଆଯାଇଛି ରାମାୟଣ ମଧ୍ୟରେ। ଆପଣ କହିବେ ପ୍ରମାଣ? ନା ସଂସାରରେ ଏମିତି ଭାଇ ଆଜ୍ଞା ନଥିବେ, ବିରଳ ହୋଇଥିବେ ଏମିତି ଭାଇ। ସମସ୍ତ ରାଜ ସମ୍ପଦ ଭୋଗ ଐଶ୍ୱର୍ଯ୍ୟକୁ ତ୍ୟାଗ କରି ଭାଇ ଭାଉଜଙ୍କ ସେବା କରିବା ପାଇଁ ବ୍ରତାଚାରୀ ହୋଇ ଯିଏ ଆଜ୍ଞା ତାଙ୍କର ଅନୁଗମନ କରିଥିଲେ, ସେ ହେଉଛନ୍ତି ଆଜ୍ଞା ଭାତୃଶ୍ରେଷ୍ଠ ଲକ୍ଷ୍ମଣ। ସୌମିତ୍ରୀ ଭ୍ରାତା ଶ୍ରେଷ୍ଠ ଅଂଶ। ତେଣୁ ଯେତେ ଭାଇ ସଂସାରରେ ଅଛନ୍ତି, ଲକ୍ଷ୍ମଣ ଭାଇ ବା ସୌମିତ୍ରୀ ଭଳି ଭାଇ ଆଜ୍ଞା ବିରଳ। ଏ ପ୍ରକାର ଭାଇ ଶ୍ରେଷ୍ଠ ଭାଇ ଆଉ ମିଳିବେ। ସୌମିତ୍ରୀ ଶ୍ରେଷ୍ଠ ଭ୍ରାତାଞ୍ଚ, ଆଜ୍ଞା ଶ୍ରେଷ୍ଠ ଭ୍ରାତା ବୋଲି ସୌମିତ୍ରୀଙ୍କୁ ଆଖ୍ୟା ଦିଆଯାଇଛି। ଖାଲି ଏତିକି ନୁହେଁ, ତ୍ୟାଗିନା ଭରତ ଶ୍ରେଷ୍ଠ। ଯୋଉ ପ୍ରକାର ତ୍ୟାଗ କରିଛନ୍ତି ଭରତ, ମାତୃବାକ୍ୟ କରିଥିଲେ ମଧ୍ୟ ଭରତ ଯାହା ହେବେ ରାମ ଯିବେ ବନବାସ। ରାଜ ସମ୍ପଦ ଐଶ୍ୱର୍ଯ୍ୟ ପଦମର୍ଯ୍ୟାଦାକୁ ତ୍ୟାଗ କରି ପ୍ରଭୁ ରାମଙ୍କର କଠଉ ଆଣି ସିଂହାସନରେ ରଖି ପୂଜା କରୁଥିଲେ ଆଜ୍ଞା ଯୋଉ ଭାଇ ଭରତ। ଲାଳସା ନଥିଲା, ରଜା ହବାର ଲାଳସା ନଥିଲା। ତେଣୁ ଆଜ୍ଞା ଭାଇଙ୍କ ନିକଟରେ ଭକ୍ତି ଐକ୍ୟତାକୁ ଅର୍ପଣ କରି ପାଦର କଠଉ ଆଣି ସିଂହାସନରେ ରଖି ପୂଜା ଅର୍ଚ୍ଚନା କରିଥିଲେ ଭରତ। ଭରତ ଭଳି ତ୍ୟାଗୀ ଏ ପ୍ରକାର ଭାଇ ଆଜ୍ଞା ରାମାୟଣରେ ବିରଳ। ଖାଲି ଏତିକି ନୁହେଁ, ନାରୀଣାଂ ଜାନପି ସୃଷ୍ଟା। ଯେତେ ନାରୀ ଅଛନ୍ତି ଆଜ୍ଞା ନାରୀ ମାନଙ୍କ ମଧ୍ୟରେ ଶ୍ରେଷ୍ଠା ହଉଛନ୍ତି ଜାନକୀ। ଜାନକୀଙ୍କ ଭଳି ଶ୍ରେଷ୍ଠା ନାରୀ, ସୀତାଙ୍କ ଭଳି ଆଦର୍ଶ ନୀତି ପାଥେୟ କରି
ଯେ ସ୍ୱାମୀ ସେବାରେ ବ୍ରତୀ ହୋଇଛନ୍ତି ତାଙ୍କ ଭଳି ଶ୍ରେଷ୍ଠ ନାରୀ କେହି ରାମାୟଣରେ ନାହିଁ। ତେଣୁ ଆପଣ ମାନଙ୍କ ଆଗରେ ପରିପ୍ରକାଶ କଲି ରାମାୟଣର ଯୋଉ ମହତ୍ଵ କଥା, ରାମାୟଣରେ ଶ୍ରେଷ୍ଠ 7 ଜଣଙ୍କ କଥା ମୁଁ କହିଲି। ନରଶ୍ରେଷ୍ଠ ରଘୁନାଥ, କୌରବ ଶ୍ରେଷ୍ଠ ରାବଣ, ବାନର ଶ୍ରେଷ୍ଠ ହନୁମାନ। ତେଣୁ ରାମାୟଣର ଶ୍ରେଷ୍ଠ 7 ଜଣଙ୍କ କଥା ଆପଣଙ୍କ ଆଗରେ ମୁଁ ଉପସ୍ଥାପନ କଲି। ନର ଶ୍ରେଷ୍ଠ ରଘୁନାଥ, କୌରବ ଶ୍ରେଷ୍ଠ ରାବଣ, ବାନର ଶ୍ରେଷ୍ଠ ବାଳିଞ୍ଚ, ଭକ୍ତ ଶ୍ରେଷ୍ଠ ବାତାତ୍ମଜ, ସୌମିତ୍ରୀ ଭ୍ରାତା ଶ୍ରେଷ୍ଠଞ୍ଚ, ତ୍ୟାଗିନାଙ୍ଗ ଭରତ ଶ୍ରେଷ୍ଠ, ନାରୀନାଙ୍ଗ ଜାନକୀ ଶ୍ରେଷ୍ଠା, ସପ୍ତ ଶ୍ରେଷ୍ଠ ରାମାୟଣ। ତେଣୁ ଏ 7 ଜଣ ହଉଛନ୍ତି ରାମାୟଣରେ ଶ୍ରେଷ୍ଠ ଚରିତ୍ର। ଏ ସ୍ୱଳ୍ପ ସମୟର କଥାବସ୍ତୁ ଆପଣ ମାନଙ୍କ ଆଗରେ ଉପସ୍ଥାପନ କରି ଏ କଥାବସ୍ତୁକୁ ମୁଁ ଏଠି ବିଶ୍ରାମ ଦଉଛି। ପରବର୍ତ୍ତୀ ଅଧ୍ୟାୟରେ ଆଉ ଗୋଟେ ସୁନ୍ଦର କଥାବସ୍ତୁ ନେଇ ଆପଣ ମାନଙ୍କ ଆଗରେ ଉପସ୍ଥାପନ କରିବି। ତେ ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟାଃ, ସର୍ବେ ভদ্রাণি পশ্যন্তু মা কশ্চিৎ দুঃখ ভাগ ভবে। ওম শান্তি, ওম শান্তি, ওম শান্তি।